କହିଥିଲା ବାଳୁଙ୍ଗା ସାଙ୍ଗସାଥିରେ ମଜାରେ ମଜାରେ ମତେ କହିଥିଲା ଯେ ତମେ ହଉଛ ମୟୂରଭଞ୍ଜ ଭାଗ୍ୟ ଦୋଷରୁ ଦହଗଞ୍ଜ। ମତେ କହିଲା, ମୁଁ କହିଲି ରେ ଧନ, ମୟୂରଭଞ୍ଜକୁ ତୁ କହୁଛୁ ଭାଗ୍ୟରୁ ଆମେ ଦହଗଞ୍ଜ? ଆରେ ସାରା ଇଣ୍ଡିଆର ଯିଏ ମେନ୍ ସିଏ ଆମ ମୟୂରଭଞ୍ଜର ଓମେନ୍। କାରଣ ଆମ ମେନ୍ଙ୍କ କଥା ତାର ଭାବି ପାରୁଛ ତ, ପୃଥିବୀ ଚଳେଇ ଦବୁ ଆମେ, ଠିକ ନା ନାଇଁ? ମୁଁ କହିଲି ଆମକୁ କହୁଛ ଦହଗଞ୍ଜ, ଆରେ ସାରା ଓଡିଶାର ଯୋଉଟା ବଡ ମେଡିକାଲ ସେଟାକୁ କରିଥିଲେ ଆମ ରାଜା ରାମଚନ୍ଦ୍ର ଭଞ୍ଜ, ତମେ ଆମକୁ କହିବ ଦହଗଞ୍ଜ? ଆମ ମୟୂରଭଞ୍ଜିଆ ଯେତିକି ସିନେମାରେ ଅଛନ୍ତି ଓଡିଶା ଲୋକ ପ୍ୟାଣ୍ଟ ସାର୍ଟ ପିନ୍ଧା ଶିଖେଇଥିବେ ଆମେ ମୟୂରଭଞ୍ଜିଆ। ତାକୁ ତ ହିରୋ ଧୋତି ପିନ୍ଧୁଥିଲେ, ମନେ ପକାନ୍ତୁ ପୁରୁଣା ସିନେମାରେ ଓଡିଆ ହିରୋ ମାନେ ଧୋତି ପିନ୍ଧୁନଥିଲେ। ଆମ ଉତ୍ତମ ମହାନ୍ତି, ଅଜିତ ଦାସ ଏମାନେ ଗଲା ପରେ ସେମାନେ ପ୍ୟାଣ୍ଟ ପିନ୍ଧା ଶିଖିଲେ। ତେଣୁ ସିଏ ହଉଛି ମୟୂରଭଞ୍ଜ। ଆଜି ସେଇ ମାଟିର ପୁଅ, ମୁଁ ସେଇ ମାଟିରେ ଠିଆ ହେଇଛି ଏବଂ ଏମିତିକା ଜାଗାରେ ଠିଆ ହେଇଛି ରାଣ ଏଠୁ ସୁନା ବାହାରିବା ସନ୍ଧାନ ମିଳିଲାଣି। ମୁଁ ଖବର ପାଉଛି ବାଦାମପାହାଡୁ ଏଠି ଲୁହା ବାହାରୁଛି ଏବଂ ପୃଥିବୀର ଇଣ୍ଟରେଷ୍ଟିଂ କଥା, ସାରା ଭାରତର ରାଷ୍ଟ୍ରପତିଙ୍କୁ ବି ଏଇ ଜାଗା ବାହାର କରିଛି। ତେଣୁ ଏ ମାଟିକି ମାନେ କହିଲି ପରା ବିଦ୍ୟାରଣ ପ୍ରଥମେ ଆସିକି ପେଟେଇକି ପ୍ରଣାମ କରିବା କଥା। ଆଜି ସେ ଜାଗାରେ ଠିଆ ହେଇଛି ବାଦାମ ପାହାଡ, ଆମ ମୟୂରଭଞ୍ଜର ଗୋଟେ ଚମତ୍କାର ଜାଗା, ଗୋଟେ ଚମତ୍କାର ଦିଗ ବାଦାମ ପାହାଡ। ଆଜି ଏଇଠି ଯୋଉ ଷ୍ଟେସନ ବଜାର ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା ମାନେ ମତେ ଏଇଠିକି ଡାକିଲେ। ମୁଁ ତାଙ୍କୁ ଆସିଲା ବେଳେ ମୁନା ଭାଇକି ଚୁପିକି ପଚାରିଲି, ମୁନା ଭାଇ ତମର ଏ ଅନୁଷ୍ଠାନ କେତେ ବର୍ଷର? ମତେ କହିଲେ 65 ବର୍ଷର। ତାମାନେ ବିଦ୍ୟାରାୟଣ ମୋ ବାପା ବୟସ ଯେତିକି, ଅନୁଷ୍ଠାନ ସେତିକି ବୟସ। ବୁଝିପାରୁଛନ୍ତି ତ? ତାମାନେ ମୋ ବାପାକୁ ଯେତିକି ନମସ୍କାର କରିବା କଥା ଏଇ ଅନୁଷ୍ଠାନକୁ ସେତିକି ବର୍ଷ ହେଲାଣି, ମାନେ ମୁଁ ସେମିତି ପ୍ରଣାମ କରୁଛି ଏଇଠି। ମୁଁ ପଚାରିଲି 65 ବର୍ଷର ଅନୁଷ୍ଠାନ, ତମର ସେକ୍ରେଟାରୀ କିଏ, ପ୍ରେସିଡେଣ୍ଟ କିଏ? ମତେ ମୁନା ଭାଇ କହିଲେ ଏଠି ସବୁ ସେକ୍ରେଟାରୀ ସବୁ ପ୍ରେସିଡେଣ୍ଟ। ମୁଁ ଗୋଟେ ଏଡେ ବଡ ଅନୁଷ୍ଠାନ, ତମର କଣ ସବୁ ସେକ୍ରେଟାରୀ ସବୁ ପ୍ରେସିଡେଣ୍ଟ? ମତେ କହିଲେ ପପୁ ତମେ ଯଦି ପାଠ ପଢିଛ ମତେ କହିଲ କୋଣାର୍କ ମନ୍ଦିର କିଏ ତିଆରି କରିଥିଲେ? ମୁଁ କହିଲି ଲାଙ୍ଗୁଳା ନରସିଂହଦେବ। ନା ଲାଙ୍ଗୁଳା ନରସିଂହଦେବ ଯଦି କୋଣାର୍କ ମନ୍ଦିର ତିଆରି କରିଥିଲେ 1200 ବଢେଇ କଣ ମୂଳାର ଚୁପା ଛଡଉଥିଲେ? ଆରେ 1200 ବଢେଇ କରନ୍ତି ରଜାଙ୍କ ନାଁରେ ଯାଏ। ଏଇଠି 65 ବର୍ଷର ଗୋଟେ ବାପ ଜେଜେ ଅମଳର ଅନୁଷ୍ଠାନ ଚାଲିଛି। ଆଜି ମୁଁ କହିବି ମୁଁ କରୁଛି, କାଲି ସିଏ କହିବ ସିଏ କରୁଛି, ଅନୁଷ୍ଠାନ ବୁଡିଯିବ। ଠିକ ନା ନାଇଁ? ସେ ଅନୁଷ୍ଠାନ ବଞ୍ଚିକି ରହିବ 1000 ବର୍ଷ ଯୋଉ ଅନୁଷ୍ଠାନରେ କର୍ମକର୍ତ୍ତା ମାନେ କହିବେ ମୁଁ ନୁହେଁ ଆମେ କରୁଛୁ। ଏ ଅନୁଷ୍ଠାନ ସେଇମିତିକା ଅନୁଷ୍ଠାନ, ଆଙ୍କ ପାଇଁ ଗୋଟେ ତାଳି ମାରନ୍ତୁ ଆଗେ।